ବାରଳା ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ରାଜ୍ୟ କମିଶନର ଡକ୍ଟର କାଳୀପ୍ରସାଦ ମିଶ୍ର ଓ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ମାୟାଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଛି। ଶାନ୍ତିର ସନ୍ଦେଶ ପ୍ରଚାର ପାଇଁ ଶାନ୍ତିରେ ସମୃଦ୍ଧି, ଶାନ୍ତି ହେଉଛି ସତ୍ୟ, ଶକ୍ତି, ଶାନ୍ତି ପଥରେ ମାନବତାର ଜୟ ପରି ସ୍ଲୋଗାନ ସହିତ ଗଜପତି ଜିଲ୍ଲାର ସମସ୍ତ ସ୍କାଉଟ୍ ଓ ଗାଇଡ୍ସ ମାଷ୍ଟରଙ୍କ ନେତୃତ୍ୱରେ ଏକ ଶାନ୍ତି ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ପଦଯାତ୍ରା ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଡିଓସି ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଯୁଗ୍ମ ସମ୍ପାଦକ ପରମେଶ୍ୱର ନାୟକ, କିଶୋର ଚନ୍ଦ୍ର ଦାସ, ସୁଦୀପ୍ତ କୁମାର ବାରିକ, ଆଦିତ୍ୟ ନାରାୟଣ ବେହେରା, ବାସୁଦେବ ରେଡ୍ଡି, ଧୀରେନ୍ଦ୍ର କୁମାର ସାମଲ, ରାମୋଜୀ ରମେଶ, ଅଶୋକ କୁମାର ଗୌଡ଼, ରାଜକିଶୋର ପାତ୍ର, ଗାଇଡ୍ କ୍ୟାପ୍ଟେନ୍ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସହ ସମସ୍ତ ସ୍କାଉଟ୍ ଓ ଗାଇଡ୍ମାନଙ୍କ ଅଂଶଗ୍ରହଣରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ପରିଶେଷରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇ ନବରତ୍ନ ମଣ୍ଡପ ଏବଂ ମହାରାଜଙ୍କ ପ୍ରତିମୂର୍ତ୍ତି ସମୂହକୁ ପରିଷ୍କାର ଓ ପରିଚ୍ଛନ୍ନ କରାଯାଇଥିଲା। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।